ଭାରତର ପ୍ରଥମ ସମ୍ବନ୍ଧିତ ଜିକେ ଭିଡିଓର ପାର୍ଟ 2 କୁ ନେଇ ଜେନେରାଲ ନଲେଜ ଓଡ଼ିଆ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜିର ପ୍ରଥମ ପ୍ରଶ୍ନ, ଭାରତର ପ୍ରଥମ ବିମାନ ବାହକ ପୁତ କିଏ? ଉତ୍ତର INS ବିକ୍ରାନ୍ତ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ବୁଡ଼ାଜାହାଜଟି କିଏ? ଉତ୍ତର INS କାଲଭେରୀ। ଭାରତର ପ୍ରଥମ ପରମାଣୁ ରିଆକ୍ଟର କିଏ? ଉତ୍ତର ଅପ୍ସରା। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ବାୟୁ ସେନାଧ୍ୟକ୍ଷ କିଏ? ଉତ୍ତର ଏୟାର ମାର୍ଶାଲ ସୁବ୍ରତ ମୁଖାର୍ଜୀ। ପରବର୍ତ୍ତୀ ପ୍ରଶ୍ନ, ଜଳବାହିନୀର ପ୍ରଥମ ସେନାଧ୍ୟକ୍ଷ କିଏ ଥିଲେ? ଉତ୍ତର ଭାଇସ୍ ଆଡମିରାଲ RD କଟାରୀ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ପରମବୀର ଚକ୍ର ପ୍ରାପ୍ତ ବ୍ୟକ୍ତି କିଏ? ଉତ୍ତର ମେଜର ସୋମନାଥ ଶର୍ମା। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ କିଏ? ଉତ୍ତର CV ରମଣ ବା ଚନ୍ଦ୍ରଶେଖର ଭେଙ୍କଟ ରମଣ। ପରବର୍ତ୍ତୀ ପ୍ରଶ୍ନ, ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ହରଗୋବିନ୍ଦ ଖୁରାନା। ଭାରତକୁ ଭ୍ରମଣ କରିଥିବା ପ୍ରଥମ ଚୀନ ପରିଭ୍ରମଣକାରୀ କିଏ? ଉତ୍ତର ଫାଇୟାନ। ପରବର୍ତ୍ତୀ ପ୍ରଶ୍ନ, ଲେନିନ ଶାନ୍ତି ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ଡକ୍ଟର ସୈଫୁଦ୍ଦିନ କିଚଲୁ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠୁ ଅଧିକ ଭୋଟରେ ଜିତିଥିବା ସାଂସଦ କିଏ? ଉତ୍ତର PV ନରସିଂହ ରାଓ ବା ପାମୁଲାପତି ଭେଙ୍କଟେ ନରସିଂହ ରାଓ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପ୍ରଥମ ଚାଳକବିହୀନ ବିମାନ କିଏ? ଉତ୍ତର ଲକ୍ଷ୍ୟ। ଭାରତରେ ପ୍ରଥମ ଏସିଆନ କ୍ରୀଡ଼ାର ଆୟୋଜନ କେବେ ହୋଇଥିଲା? ଉତ୍ତର 1951ରେ ଦିଲ୍ଲୀରେ। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରଥମ ମୁସଲମାନ ସଭାପତି କିଏ? ଉତ୍ତର ବଦରୁଦ୍ଦିନ ତୟାବଜୀ। ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ କିଏ? ଉତ୍ତର ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଭାରତର ପ୍ରଥମ ମୁଗଲ ସମ୍ରାଟ କିଏ? ଉତ୍ତର ବାବର। ପରବର୍ତ୍ତୀ ପ୍ରଶ୍ନ, ଭାରତ ରତ୍ନରେ ବିଭୂଷିତ ପ୍ରଥମ ବିଦେଶୀ ନାଗରିକ କିଏ? ଉତ୍ତର ଖାଁ ଅବଦୁଲ ଗଫର ଖାଁ। ପରବର୍ତ୍ତୀ ପ୍ରଶ୍ନ, ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ପ୍ରଥମ ବ୍ୟକ୍ତି କିଏ? ଉତ୍ତର ଲାଲ ବାହାଦୁର ଶାସ୍ତ୍ରୀ। ଭାରତର ପ୍ରଥମ ଜନଗଣନା କେଉଁ ବର୍ଷ ହୋଇଥିଲା? ଉତ୍ତର 1872 ମସିହାରେ। 10 ବର୍ଷୀୟ ନିୟମିତ ଜନଗଣନାର ଶୁଭାରମ୍ଭ କେବେ ହେଲା? ଉତ୍ତର 1881ରେ। ପରବର୍ତ୍ତୀ ପ୍ରଶ୍ନ, ସର୍ବପ୍ରଥମ ଉଡ଼ାଜାହାଜ ଡାକ ସେବା କେବେ ଆରମ୍ଭ ହେଲା? ଉତ୍ତର 1911 ଫେବୃଆରୀ 18ରେ। ପରବର୍ତ୍ତୀ ପ୍ରଶ୍ନ, ଦାଦା ସାହେବ ଫାଲକେ ପୁରସ୍କାର ପ୍ରାପ୍ତ ପ୍ରଥମ ଗୀତିକାର କିଏ? ଉତ୍ତର ମଜରୁହ ସୁଲତାନପୁରୀ।
ଜାତୀୟ ମାନବାଧିକାର ଆୟୋଗର ପ୍ରଥମ ଅଧ୍ୟକ୍ଷ କିଏ? ଉତ୍ତର ନ୍ୟାୟମୂର୍ତ୍ତି ରଙ୍ଗନାଥ ମିଶ୍ର। ପରବର୍ତ୍ତୀ ପ୍ରଶ୍ନ, ଦେଶର ପ୍ରଥମ ଫୁଟବଲ କ୍ଲବ କିଏ? ଉତ୍ତର ମୋହନ ବାଗାନ 1889 ସ୍ଥାପିତ। ଗ୍ରାମୀ ପୁରସ୍କାରରେ ସମ୍ମାନିତ ପ୍ରଥମ ଭାରତୀୟ କିଏ? ଉତ୍ତର ପଣ୍ଡିତ ରବିଶଙ୍କର। ପରବର୍ତ୍ତୀ ପ୍ରଶ୍ନ, ହିନ୍ଦୀ ଭାଷାର ପ୍ରଥମ ସମ୍ବାଦପତ୍ରଟି କିଏ? ଉତ୍ତର ଉଦନ୍ତ ମାର୍ତ୍ତଣ୍ଡ ସାପ୍ତାହିକ। ବ୍ରିଟେନର ହାଉସ୍ ଅଫ୍ କମନ୍ସର ପ୍ରଥମ ଭାରତୀୟ ସଦସ୍ୟ କିଏ? ଉତ୍ତର ଦାଦାଭାଇ ନୌରୋଜି। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ଭାରତୀୟ ଯିଏ ଏଭରେଷ୍ଟ ଉପରକୁ ବିନା ଅମ୍ଳଜାନରେ ପହଞ୍ଚିଲେ? ଉତ୍ତର ଫୁଦୋରୋଜି। ଏଭରେଷ୍ଟ ଉପରେ ପହଞ୍ଚିଥିବା ପ୍ରଥମ ଭାରତୀୟ କିଏ? ଉତ୍ତର ନାର୍ଗି ତେନସିଂ। ପରବର୍ତ୍ତୀ ପ୍ରଶ୍ନ, ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ମଙ୍ଗୋଲ କିଏ? ଉତ୍ତର ଚେଙ୍ଗିଜ ଖାଁ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ବିଜ୍ଞାନ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ କିଏ? ଉତ୍ତର ସାର୍ ଆଶୁତୋଷ ମୁଖାର୍ଜୀ। ପରବର୍ତ୍ତୀ ପ୍ରଶ୍ନ, ଭାରତୀୟ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ହିନ୍ଦୀ ସାହିତ୍ୟିକ କିଏ? ଉତ୍ତର ସୌମିତ୍ରାନନ୍ଦ ପନ୍ଥ। ପରବର୍ତ୍ତୀ ପ୍ରଶ୍ନ, ପ୍ରଥମ ସରସ୍ୱତୀ ସମ୍ମାନ ଲାଭ କରିଥିବା ଭାରତୀୟ କିଏ? ଉତ୍ତର ହରିବଂଶ ରାଇ ବଚ୍ଚନ। ପରବର୍ତ୍ତୀ ପ୍ରଶ୍ନ, ରମଣ ମାଗାସେସ୍ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ସି.ଡି. ଦେଶମୁଖ ବା ଚିନ୍ତାମନ ଦ୍ୱାରକାନାଥ ଦେଶମୁଖ। ଆଜିର ଅନ୍ତିମ ପ୍ରଶ୍ନ, ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଥମ ଭାରତୀୟ କିଏ? ଉତ୍ତର ଅମର୍ତ୍ୟ ସେନ। ଆଶା କରୁଛି ଆମେ ଆଲୋଚନା କରିଥିବା 35ଟି ଯାକ ପ୍ରଶ୍ନ ଆପଣଙ୍କୁ ଉପଯୋଗୀ ଲାଗିଥିବ। ଯଦି ଭିଡ଼ିଓ ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରିବା ସହିତ ପ୍ରତ୍ୟେକ ଦିନ ସକାଳ 7:30ରେ ଏମିତି ଜିକେ ଭିଡ଼ିଓ ଦେଖିବା ପାଇଁ ଆପଣଙ୍କ ଚ୍ୟାନେଲ ଜେନେରାଲ ନଲେଜ ଓଡ଼ିଆକୁ ସବସ୍କ୍ରାଇବ୍ କରିପାରନ୍ତି।